ମା। କାହାଣୀଟି ଦୁଇ ଭଉଣୀଙ୍କର, ଚମ୍ପା ଓ ଚୁନି। ମେ 1993 ଜହ୍ନମାମୁଁ। କାହାଣୀ ହଉଛି ଚମ୍ପା ଓ ଚୁନି। ମଧୁପୁର ଜଙ୍ଗଲରେ ଜଣେ କାଠୁରିଆ ଥିଲେ। ତାର ଦୁଇଟି ଝିଅ, ଚମ୍ପା ଓ ଚୁନି। ଚୁନି ଯେତେବେଳେ ବର୍ଷକର ହୋଇଥିଲେ ସେତେବେଳେ ତା ମା ଶରୀର ତ୍ୟାଗ କରିଥିଲେ। ତେଣୁ ତାପରେ ତାଙ୍କ ବାପା ସେ କାଠୁରିଆ ବା ଆଉ ଜଣଙ୍କୁ ବିବାହ କରିଥିଲେ, ଦୁର୍ଗା ନାମ୍ନୀ ଜଣେ ଯୁବତୀଙ୍କୁ। ତାଙ୍କର ହଉଛି ଦ୍ୱିତୀୟ ଝିଅ, ସେ ହଉଛି ଚୁନି। ଝିଅ ଦୁଇ ଜଣ ଯାକ ବଡ ହଉଥାନ୍ତି। ଯେହେତୁ ଛୋଟବେଳୁ ମା ଚାଲି ଯାଇଥିଲେ, ତେଣୁ ଚମ୍ପା ଜାଣିପାରି ନାହିଁ ଯେ ତା ମା ଇଏ ସାବତ ମା ବୋଲି। ଧୀରେ ଧୀରେ ବଡ ହେଲା ପରେ ଘର ଯାକର ସମସ୍ତ କାମ ତାର ମା ତାର କରାଏ ଚମ୍ପା ଦ୍ୱାରା। ସେତେବେଳେ ସେ ଶୁଣିଲା, ଲୋକମାନଙ୍କ ପାଖରୁ ଜାଣିଲା ଯେ ତା ସାବତ ମା ବୋଲି। ତଥାପି ମଧ୍ୟ ସେ କେବେ ତାକୁ ହେଳା କରିନାହିଁ, ହତାଦର କରିନାହିଁ। ମା ବୋଲି ସମ୍ମାନ ଦେଇ ଆସିଛି ଏବଂ ତା କଥା ସବୁବେଳେ ବୁଝିଛି, ସେବା କରିଚାଲିଛି, ଘର କାମ ସବୁ ଯାକ କରେ। ଅତି ସରଳ, ସୁନ୍ଦର ଏବଂ ବୁଝିବା ଭଳି ପିଲାଟି ହଉଛି ଚମ୍ପା। ଦିନେ କାଠୁରିଆ କହିଲେ ଯେ ଝିଅ ବଡ ହେଇଗଲେଣି, ଆଉ ଏବେ ଆମେ ଚମ୍ପାର ବିବାହର କରିଦେବା। ତା ସ୍ତ୍ରୀ ରାଗି କରି କହିଲା, ଆଉ ଚମ୍ପାର ବାହାଘର କଥା ତମେ ଭୁଲି ଯାଅ। ଯଦି ବାହାଘର ହବ ତ କେବଳ ଚୁନିର ବାହାଘର ହବ। ଇଏ କହିଲେ, କାଠୁରିଆ କହିଲା, ସ୍ୱାଭାବିକ ପଚାରିଲେ ଯେ ଇଏ କି କଥା, ଆଉ ବଡ ଝିଅ ଥାଉ ଥାଉ ସାନ ଝିଅର ବାହାଘର ହବ? ନା, ବଡ ଝିଅ ବାହାଘରେ ବାହା ହେଇ ପଳେଇବ। ଆଉ ମୁଁ କଣ ମଲା ପର୍ଯ୍ୟନ୍ତ ଖଟୁଥିବି? ଆଉ ତମର ତ ପୁଅଟେ ବୋଲି ନାହିଁ, ଆଉ ମୁଁ ମଲା ଯାଏ ଖଟି ପାରିବିନି। ଘରେ ତ ଚାକରାଣୀ କହିଲେ ରଖିବ ନାହିଁ। କୋଉ ହାତୀ ଘୋଡା ରୋଜଗାର କରିଦଉଛି ଯେ ଚାକରାଣୀ ଟିଏ ରଖିବ? ତେଣୁ ଯଦି ରହିବ, ଏଇ ଚମ୍ପା ରହିବ, ଚାକରାଣୀ ହେଇକି ରହୁ, ଖଟୁ, ମୁଁ ଖଟି ପାରିବିନି। ସେଠୁ କାଠୁରିଆ କହିଲା, ଆରେ ଇଏ କି କଥା? ଯାହା ବି ହେଲେ ଝିଅ ପ୍ରତି କଣ ଆମର କିଛି କର୍ତ୍ତବ୍ୟ ନାହିଁ? ଏ କହିଲେ, ହଁ, ତମର ଖାଲି ଝିଅ ପ୍ରତି କର୍ତ୍ତବ୍ୟ, ଆଉ କଣ ମୋ ପ୍ରତି କିଛି କର୍ତ୍ତବ୍ୟ ନାହିଁ? ସ୍ଵାମୀର କଣ ସ୍ତ୍ରୀ ପ୍ରତି କର୍ତ୍ତବ୍ୟ ନାହିଁ? ଏଇ ପ୍ରକାରର ଝଗଡା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯେ ସାଧାରଣତଃ ସବୁବେଳେ ହୁଏ। ତେଣୁ ସେଠି କାଠୁରିଆ କହିଲେ, ଠିକ ଅଛି, ଯାଉ, କିଛି ଦିନ କଥା ହବ ପଛରେ। ସେଦିନ ନୀରବ ରହିଲେ। ଏଇ କଥାଟି କିନ୍ତୁ ଚମ୍ପା ଶୁଣି ଦେଇଛି। ଯାହା ବି ହେଲେ ବଡ ପିଲା ହେଲାଣି, କଷ୍ଟ ଲାଗିଛି ମନକୁ। ମନ ଦୁଃଖରେ କାମ କରୁଥାଏ ସେମିତି। ଦିନେ ଭାବିଲା ଯେ ସବୁଦିନ କଣ ମୁଁ ଏମିତି ଚାକରାଣୀ ଭଳି ରହିଥିବି ଆଉ ଖଟୁଥିବି ଆଉ ମାର ଏଇ ତାଡନା ସହୁଥିବି? ଆଉ ସତରେ କଣ ମୋ ବିବାହଘର କରେଇବି ନାହିଁ? ଧୀରେ ଧୀରେ ଭାବି ଭାବି ମନ ଦୁଃଖରେ ଦିନେ ଜଙ୍ଗଲ ଆଡେ ଚାଲିଛି। ଭାବୁଛି ଚାଲିଛି, ଜଙ୍ଗଲ ଆଡେ ପଳେଇ ଯାଇଛି। ବହୁତ ଭିତରକୁ ଚାଲିଗଲା ପରେ ତାର ଯେତେବେଳେ ଜ୍ଞାନ ହେଇଛି, ଦେଖିଲା ସେ ଆସି ଜଙ୍ଗଲ ଭିତରେ। ତାପରେ ତା ମନକୁ ଆସିଲା, କହିଲା, ଭଲ ହେଇଛି ମୁଁ ଘରୁ ବାହାରି ଆସିଛି। ଆଉ ଏ ଜୀବନ ରଖି ଲାଭ କଣ? ତେଣୁ ବରଂ ଯିବି, ଯାଉଛି କୋଉଠି ଗୋଟେ ଦେଖି ଜୀବନ ହାରିଦେବି। ଏହା ଭାବି ଆଉ କିଛି ଆଗକୁ ଗଲା ବେଳକୁ ଗୋଟେ ପରିତ୍ୟକ୍ତ କୂଅଟେ ପାଇଛି। ସେ କୂଅ ଭିତରକୁ ଡେଇଁ ପଡିବ ବୋଲି ଯେତେବେଳେ ଭାବିକି ଯାଇଛି, ଚେଷ୍ଟା କରିଛି ଡେଇଁବା ପାଇଁ, ହଠାତ୍ କିଏ ତାକୁ ଜଣେ ପଛରୁ ଟାଣି ଧରିଲା। ସିଏ ଟାଣି ହେଇକି ବୁଲିକି ଦେଖିଲା ବେଳକୁ ପଛରେ ଗୋଟେ ପ୍ରେତଟିଏ। ଆମେ ହେଇଥିଲେ ଡରି ଯାଇଥାନ୍ତେ। ଯେହେତୁ ସେ ଦୁଃଖରେ, କଷ୍ଟରେ ମରିବାକୁ ହିଁ ଯାଇଛି, ତେଣୁ ନ ଡରିକି କହୁଛି, କାହିଁ ତମେ ମତେ ଅଟକେଇଲ? ସେଠୁ
ସେ କହୁଛି ଦେଖ ଦେଖ ମା, ମନୁଷ୍ୟ ଜନ୍ମ ଭାରି ଦୁର୍ଲଭ, ମଣିଷ ଜନ୍ମ ପାଇଛୁ, କାହିଁକି ଏମିତି ଆତ୍ମହତ୍ୟା କରିକି ଜୀବନ ହାରୁଛୁ? ଆତ୍ମହତ୍ୟା କରିବୁ, ବହୁତ କଷ୍ଟ ଝିଅ। ଆତ୍ମହତ୍ୟା କରିସାରିଲା ପରେ ଆମ ଭୂତ ଜଗତରେ ତତେ ଆଉ ପୂରେଇ ଦେବେ ନାହିଁ, ବହୁତ ଯନ୍ତ୍ରଣା ପାଇବୁ ସେଠି। ଏବେ ଯେତିକି କଷ୍ଟ ପାଉଛୁ ତାଠାରୁ ଆହୁରି କେତେ ଗୁଣା କେତେ ଗୁଣା କଷ୍ଟ ସେଠି ପାଇବୁ। ଆଉ ଦୂର 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 ମାର ମାର କରିବେ, ଯନ୍ତ୍ରଣା ପାଇବୁ। ତେଣୁ ମୋ କଥା ମାନ, ଯା ଘରକୁ ଫେରିଯା, ଆତ୍ମହତ୍ୟା କର ନାହିଁ। ସେଠୁ ଏତେ କଥା ଜଣେ ବୁଝେଇଲା ବେଳକୁ ସ୍ୱାଭାବିକ ଭାବରେ ଜଣଙ୍କର ଯାହାର ଦୁଃଖ ଥିବ ଆଖିରୁ ଟିକେ ଲୁହ ବାହାରି ଆସେ। କାନ୍ଦି ପକେଇଛି। ସେଠୁ ସେ ଭୂତ କହୁଛି, କାନ୍ଦଛୁ କାହିଁକି ମା? ଯା, ତୋର କଣ ଅସୁବିଧା ହେଇଛି କହ? କିଏ ତତେ ଏତେ କଷ୍ଟ ଦଉଛି? ସେଠୁ ସେ ତାର ଜୀବନର ଯୋଉ କଥା ଗୁଡିକ ସବୁ କହିଛି। ତା ସାବତ ମା କେମିତି ତାକୁ ହଇରାଣ କରୁଛି, ତା ବାପାଙ୍କର ଦାରିଦ୍ର୍ୟ, ଅସହାୟତା। କହିଲା ହଉ ଠିକ ଅଛି, ତତେ ମୁଁ ଗୋଟେ ଥଳି ଦଉଛି। ଏ ଥଳି ନେଇକି ଯିବୁ, ଆଉ ଇଏ ଥଳି ଗୋଟିଏ କାଲି କାମ କରିବ, ଗୋଟିଏ ଦିନ ପାଇଁ କାମ କରିବ। ତ ସାବତ ମା ତତେ ଯେତେ ଗାଳି ଦବ, ଇଏ ଥଳି ଭିତରେ ସେତେ ସୁନା ମୋହର ଭର୍ତ୍ତି ହେଇ ଚାଲିବ। ଆଉ ଯେତିକି ସୁନା ମୋହର ଭର୍ତ୍ତି ହବ ସେଟା ହଉଛି ତୋର। ତେଣୁ ବାପାକୁ ଦବୁ, ସେଇଥିରେ ତୋର ବିବାଘର ସେ କରିବେ। ବାହାଘର ଖର୍ଚ୍ଚ ସେଇଥିରେ ହେଇଯିବ। ସେଠୁ ଚମ୍ପା ଥଳିଟି ଧରି ଘରକୁ ଫେରିଲା। ଘରକୁ ଯେମିତି ଫେରିଛି, ଆରମ୍ଭ ହେଲା ତା ମା ର ଗାଳି। ସିଏ ନୀରବ ରହିଲା। ଯେତେ ଯାହା ହେଲେ ବି ଗାଳି ବଢି ଚାଲିଛି, ସୁନା ମୋହର ବଢି ବଢି ଚାଲିଛି, ଭର୍ତ୍ତି ହେଇ ଚାଲିଛି। କାଠୁରିଆ ବି ଭାବୁଛି କଣ ଇଏ ଗୋଟେ ଥଳିଟା ଧରିଛି, ଆଉ ସେ କଣ ଧୀରେ 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 ଫୁଲୁଛି। ତା ମା ର ଆଉ ନଜର ନାହିଁ ସିଆଡକୁ, ତା ମା ତାର ଗାଳି ଦେଇ ଚାଲିଛି। ପୋଡା ମୁହିଁ ଏତେ ଇତ୍ୟାଦି ଇତ୍ୟାଦି, କୁଆଡେ ମରୁଥିଲୁ, କଣ କରୁଥିଲୁ ଇତ୍ୟାଦି। ସେଠୁ କାଠୁରିଆ ଆସି କହୁଛି, ଝିଅ ଇଏ କଣ? ସେଠୁ ପୁଣି ତା ମା ଗାଳି ଦଉଛି। ଆଁ, ବାପର ଝିଅ ସରାଗ ଭାରି ପଡୁଛି। ଯେମିତି ସବୁ ଗାଳି ଦିଅନ୍ତି ଘର ମାନଙ୍କରେ। ସେଠୁ ସିଏ ସେଠୁ ଥଳି ଟା ଖୋଲିକି ଦେଖଉଛି। ସୁନା ମୋହର ଏମିତି ଗୋଟେ ବଢି 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 ଚାଲିଛି। ସେଠୁ ବୁଝିଲେ, କହିଲେ ଦେଖ, କାଠୁରିଆ କହିଲା, ଝିଅ ଇଏ ଏମିତି କଥା ବଢିଆ, ଯାହା ହଉ। ଆଉ ମୁଁ ଦାରିଦ୍ର୍ୟ ଯୋଗୁ ମୁଁ ଟିକେ ଚିନ୍ତାରେ ଥିଲି। ଆଉ ଏଥର ତ ମା କଥା ଶୁଣିବି ନାହିଁ। ଆଉ ଯେତିକି ଧନ ହେଲାଣି ଏଇଥିରେ ତୋର ବାହାଘର କରିବି। ତା ମା କହୁଛି, ତା ମା ସେଠୁ ଦେଖିଲା ଏଇ କଣ ଏଠୁ ଚାଲିଛି ମାଝଣା କଣ? ଦେଖିଲା ଏଇଆ, କହିଲା ଦେଖ, ବୁଝିଲା ଇଏ ବି ଭାରି ସରଳ, କହିଦେଲା ସବୁ କଥା। କହିଲା ଦେଖ, ଯେହେତୁ ମୋ ଗାଳି ଯୋଗୁ ସୁନା ମୋହର ହେଇଛି, ତେଣୁ ସେ ସୁନା ମୋହର ମୋର ଅଧିକାର, ତୋର ଅଧିକାର ନୁହଁ। ଦେଖ, ଇଏ ହଉଛି ଖଳ ପ୍ରକୃତି ଲୋକଙ୍କର, ଇଏ ହଉଛି ମାଇଣ୍ଡ ର କାମ ଏଇଭଳିଆ। ସିଏ ଗୋଟେ ଯୁକ୍ତି ଦେଖେଇଦେବେ। ସେଠୁ କାଠୁରିଆ ଟିକେ ମାନେ କଡା କଥାରେ କହିଲା, କହିଲା ଜମାରୁ ପାଟି କରନା, ପଳା ଏଠୁ। ଏଇ ଧନରେ ମୋ ଝିଅର ବାହାଘର କରିବି ଚମ୍ପାର, ବେଶୀ ପାଟି କରିବୁ ଦେଖିବୁ। ସେଠୁ ଆଉ ତ ଦୁର୍ଗା ଆଉ କିଛି କହିଲାନି, ଚୁପ ରହିଲା। କାଠୁରିଆ ସେଠୁ ଝିଅ ପାଇଁ ବର ଖୋଜିବାର ସଂକଳ୍ପ କରି ଯାଇକି ଗାଁରେ ବୁଝାବୁଝି କଲା ତା ପରଦିନ। 15 ଦିନ ପରେ ପୂର୍ଣ୍ଣିମା ରାତି ପୁଣି ଆସିଲା। ଦୁର୍ଗା ଏଥର ଚିନ୍ତା କରି କଣ କରିଛି, ସାନ ଝିଅକୁ ମାନେ ଚୁନିକୁ ଜଙ୍ଗଲକୁ ପଠେଇଲା। କହିଲା ଦେଖ, ତୁ ଖୋଜି ଖୋଜି ସେ କୂଅ ପାଖକୁ ଯିବୁ, ଆଉ ଯାଇକି ସେଠି ସୁଇସାଇଡ କରିବାର ନାଟକ କରିବୁ। ଆଉ ପ୍ରେତ ଠାରୁ ଥଳି ନେଇକି ଆସିବୁ। ମୁଁ ତାପରେ ଗାଳି ଦେବି।
ମୁଁ ତ ଫେରେ ଗାଳି ଦେବି, ସୁନା ବୋହର ଭର୍ତ୍ତି ହବ। ଏଠୁ ଚୁନି ଗଲା। ଚୁନି ଯେତେ କୂଅ ପାଖକୁ ଯାଇଛି, ପୁଣି ପ୍ରେତ ତାର ଅଟକେଇଲା, ବନ୍ଦ କଲା। ଚୁନି କହିଲା କି ସେ ମା ଠାରୁ ଗାଳି ବରଦାସ୍ତ କରି ନ ପାରି ମରିବାକୁ ଯାଉଛି। ପ୍ରେତ ତାକୁ ମଧ୍ୟ ସେ ଗୋଟେ ଥଳିଟିଏ କୂଅରୁ କାଢିକି ଦେଲା, ଆଉ ଥଳିର ମାହାତ୍ମ୍ୟ ବୁଝାଇଲା। ପୁଣି କହିଲା ସେଇ ସର୍ତ୍ତ କଣ, ଦିନକ ପାଇଁ କାମ କରେ। ଚୁନି ଖୁସିରେ ଥଳି ଧରି ଘରକୁ ଫେରିଲା। ଠିକ ସେତିବେଳେ ସେ ଦେଶର ରାଜା ତାଙ୍କର ଏକମାତ୍ର ପୁତ୍ରକୁ ଧମକ ଦେଇ କହୁଛନ୍ତି, କହ ତୁ ବିବାହ କରିବାକୁ ଚାହୁଁ ନା ନାହିଁ? ଯୁବରାଜ ଅଳ୍ପ ହସି ଉତ୍ତର ଦେଲେ, ମୁଁ ତ ବିବାହ କରିବାକୁ ମନା କରିନାହିଁ। ଆମ ରାଜ୍ୟର ଜଙ୍ଗଲରେ ଗୋଟେ କାଠୁରିଆର ଦୁଇ ଜଣ ସୁନ୍ଦରୀ ଝିଅ ଅଛନ୍ତି। ସେମାନେ ଖୁବ ଭଲ ସ୍ୱଭାବର ମଧ୍ୟ। ରାଜା ଏବେ ବୁଝିଗଲେ ଯେ ଯୁବରାଜ କାହିଁକି ବାରମ୍ବାର ଶିକାର କରିବାକୁ ବଣକୁ ଯାଆନ୍ତି। ରାଜା ତ ଚାହାନ୍ତି ପୁଅ ଯଥା ଶୀଘ୍ର ବିବାହ କରିବାକୁ। ତାମାନେ ଆ ଭିତରେ ଆଉ ଗୋଟେ କାହାଣୀ ଏଣ୍ଟ୍ରି। ରାଜା ପୁଅ ଆଙ୍କ ଭିତରୁ କାହାକୁ ଜଣକୁ ବିବାହ କରିବା ପାଇଁ ପସନ୍ଦ କରିଛନ୍ତି, କିନ୍ତୁ ରାଜାଙ୍କୁ କହିନାହାନ୍ତି ଆଉ। ରାଜା ଯେତେବେଳେ ବିବାହ କରିବାକୁ କହୁଛନ୍ତି, ସେ ସେଠୁ କହିଛନ୍ତି। ତେଣୁ ରାଜା ତାଙ୍କୁ କହିଲେ, ଦେଖ ମୋର କିଛି ଆପତ୍ତି ନାହିଁ। ଦୁହିଁଙ୍କ ଭିତରୁ ଯିଏ ତୋର ପସନ୍ଦ ତା ସହିତ ମୋର ବିବାହ କରିଦେ। ପିତାଙ୍କ କଥା ଶୁଣି ଯୁବରାଜ ଆଶ୍ୱସ୍ତ ହେଲେ। କିନ୍ତୁ ଦୁଇ ଜଣ ଯାକ ତ ସୁନ୍ଦର। ହେଲେ ମୋ ପାଇଁ ଯୋଗ୍ୟ କିଏ? ସେଠୁ ମନ୍ତ୍ରୀ କହିଲେ, ଚାଲନ୍ତୁ ଆମେ ଯିବା ପରୀକ୍ଷା କରିବା, ଦେଖିବା କିଏ ଆପଣଙ୍କ ପାଇଁ ଯୋଗ୍ୟ। ତା ପରଦିନ ଯୁବରାଜ ଆଉ ତାଙ୍କ ବାପା ଏବଂ ମନ୍ତ୍ରୀ ତିନି ଜଣ ଆସି ଛଦ୍ମବେଶରେ କାଠୁରିଆ ଘରେ ପହଞ୍ଚିଲେ। ସେତେବେଳେ ସୂର୍ଯ୍ୟୋଦୟର ସମୟ। କାଠୁରିଆ କାଠ କାଟିବାକୁ ଜଙ୍ଗଲକୁ ଚାଲି ଯାଇଛି। ଚମ୍ପା ଦୁଆର ଓଳାଇ ସେଥିରେ ପାଣି ଛିଞ୍ଚୁଛି। ଦୁଇ ଜଣ ଯାକ ବର୍ତ୍ତମାନ କିଏ? ମାନେ ଆଉ ରହିଲେ ତା ମା ଆଉ ଚୁନି। ବର୍ତ୍ତମାନ ତିନି ଜଣ ଅଚିହ୍ନା ଲୋକଙ୍କୁ ଦେଖି ସେ ଖଟରେ ଚଦର ବିଛାଇ ତାଙ୍କୁ ବସିବାକୁ ଦେଲା ଏବଂ କହିଲା, ଆଉ ଆପଣ ମାନେ କଣ ବାପାଙ୍କୁ ଦେଖା କରିବାକୁ ଆସିଛନ୍ତି? ଆଉ ସିଏ ତ କାମ କରିବାକୁ ଚାଲିଗଲେଣି। ଏବେ ସିଏ ଫେରିବେ ନାହିଁ, ସନ୍ଧ୍ୟାକୁ ଫେରିବେ। ମା ଭିତରେ ଅଛନ୍ତି, ଆପଣ ମାନେ ତାଙ୍କ ସହିତ କଥା ହେବାକୁ ଚାହାନ୍ତି କି? ଇତି ମଧ୍ୟରେ ଦୁର୍ଗା ବାହାରି ଆସିଲେ। ସିଏ ଚୁନିକୁ ଗାଳି ବର୍ଷଣ କରି ଚାଲିଛି। କାହିଁକିନା ଚୁନି ଆସି ପହଞ୍ଚିଛି, ମାନେ ଆଟ ଏ ଟାଇମ ନା ଦିଟା ଯାକ କଥା ଏଣ୍ଟ୍ରି କଲା ସେ ଯାଏ। ବର୍ତ୍ତମାନ ଚୁନି ଆସି ଘରେ ତ ଅଛି, ସକାଳୁ ତା ମା ଗାଳି ଦବା ଷ୍ଟାର୍ଟ କରିଛି। ଏଇ ସମୟରେ ତ ଆସି ଏମାନେ ପହଞ୍ଚିଛନ୍ତି। ତେଣୁ ସେ ଗାଳି ବର୍ଷଣ ଚୁନିକୁ କରୁଥିଲା ବେଳେ ଦୁର୍ଗା ବାହାରି ଆସିଛନ୍ତି ବର୍ତ୍ତମାନ ବାହାରକୁ। ଚମ୍ପା ଘର ଭିତରୁ ଯାଇ ମା କୁ ସବୁ କଥା କହିଲା। ଓ ସରି, ଦୁର୍ଗା ବାହାରି ନାହାନ୍ତି, ବାହାରି ନାହାନ୍ତି। ଯେ ଇଏ ଦୁର୍ଗା ତାର ଗାଳି କରି ଚାଲିଛି ଚୁନିକୁ। ବର୍ତ୍ତମାନ ଚମ୍ପା ଯାଇଛି ଦୁର୍ଗାଙ୍କୁ ଡାକିବା ପାଇଁ। ଘର ଭିତରୁ ଯାଇ ମାଙ୍କୁ ସବୁ କଥା କହିଲା। ଦୁର୍ଗା କହିଲା, ତୁ ତାଙ୍କୁ କହିଦେ ମୋର ଆଜି କଥାବାର୍ତ୍ତା ପାଇଁ ଅବସର ନାହିଁ। ଆଜି ଦେଶର ରାଜା ଆସିଲେ ମଧ୍ୟ ମୁଁ ତାଙ୍କୁ ଫେରାଇ ଦେବି। କାହିଁକି? ଏ ଗାଳି ଦଉଛି, ସୁନା ମୋହର ଭର୍ତ୍ତି ହବ। ଚମ୍ପା ବାହାରକୁ ଆସି ସେମାନଙ୍କୁ କହିଲା, ଆଉ ଆଜି ମା ଟିକେ ବ୍ୟସ୍ତ ଅଛନ୍ତି, ସେ ଆପଣ ମାନଙ୍କ ସହିତ କଥା କହିପାରିବେ ନାହିଁ। ଦୟାକରି ଆପଣ ପରେ ଆସନ୍ତୁ। ଠିକ ଅଛି, ସେ ଦେଖା କରିବାକୁ ନ ଆସିଲେ ଆମେ କେବେ ପୁଣି ଦେଖା କରିବାକୁ ଆସିବୁ। ରାଜା ଏହା କହି ସେମାନେ ଫେରିଗଲେ। ବାଟରେ ରାଜା ତାଙ୍କ ମନ୍ତ୍ରୀଙ୍କୁ କହୁଛନ୍ତି, ଆଉ ଆମେ ତ ଜଣେ ଝିଅକୁ ଦେଖିଲେ। ଆଉ ପୁଅ ତ କହୁଥିଲେ ଦୁଇ ଜଣ ଝିଅ ବୋଲି। ଆଉ କାହିଁକି ପୁଣି ଆସିବା? ଆଉ ଏଇ ଝିଅଟି ମତେ ଭଲ ଲାଗୁଛି। ସେଠୁ ତାଙ୍କ ରାଜକୁମାର କହିଲେ, ତାଙ୍କ ପୁଅ ହଉ ପିତାଜୀ, କାଲି ଆସିବା ଆଉ ଦରକାର ନାହିଁ। ଅନ୍ୟ ଝିଅଟି ଯିଏ ମା ଠାରୁ ଏତେ ଗାଳି ଖାଉଛି,
ଜଣା ଯାଉଛି ବଡ ଗୋଳମାଳିଆ। ତେବେ ଠିକ ତ ହେଇଗଲା। ପରଦିନ ରାଜାଙ୍କ ସୈନିକ ମାନେ ଆସି କାହାକୁ ଚମ୍ପା ସହିତ ବାହାଘର କରିବାକୁ। ରାଜାଙ୍କ ସୈନିକ ମାନେ ଆସି କାଠୁରିଆ ବଂଶକୁ ବଡ ଜାକଜମକରେ ରାଜା ଘରକୁ ନିମନ୍ତ୍ରଣ କରି ନେଇ ଆସିଲେ। ସେଠାରେ ପହଞ୍ଚି ଦୁର୍ଗା ବୁଝିଲା ଯେ କଥାଟା କଣ। ସେ ନିଜେ ବଡ ଲଜ୍ଜା ଅନୁଭବ କଲା ଓ ଚମ୍ପାକୁ କ୍ଷମା ମାଗି କହିଲା, ଝିଅ ମୋର ବଡ ଭୁଲ ହୋଇଯାଇଛି। ମୁଁ ତତେ ବହୁତ ହଇରାଣ କରିଛି। ମୋର ଈର୍ଷା ଓ ସ୍ୱାର୍ଥର ଫଳ ମୁଁ ପାଇସାରିଛି। କିନ୍ତୁ ତୁ ସବୁ ସହିଛୁ। ତୋର ସହନଶୀଳତା ଯୋଗୁ ତୁ ଏ ଦେଶର ମହାରାଣୀ ହେବାକୁ ଯାଉଛୁ। ପୂର୍ଣ୍ଣିମା ରାତିର ପ୍ରେତ ଯୋଗୁ ଚୁନି ମଧ୍ୟ କିଛି ମୋହର ପାଇଛି। ସେତକ ପୁଞ୍ଜି ନେଇ ତା ପାଇଁ କେଉଁଠୁ କାଠୁରିଆଟେ ଖୋଜି ବାହା ଦେବି। ନା ଇଏ ନା ଭାଇ, ହଉଛି ହଁ ଗାଳି ଯୋଉ ଗାଳି କଥା, ଗାଳି କଣ ସେଇଆକୁ ଜାଣି ଶୁଣି ଗାଳି କରୁଛି, ତା ଦେହରେ ବି ସୁନା ହେଇଗଲା। ଓହୋ ଗାଳି ନା ଶୁଣନ୍ତୁ, ସବୁବେଳେ କାହାଣୀଟି ସିମ୍ବଲିକ। ଏଠି ତାପରେ ଆଉ ଗୋଟେ ହଉଛି କଥା, ତ ଆର ଯେମିତି ହେଲେ ବାହାଘର ଆସାର ହବ, ଯୋଉ ଉପରେ ହେଲେ କେମିତି ହବ ଆଉ। ତାପରେ ସିଏ ରାଜା ଗୋଡେ ଭାବିଲେ ଗୋଡ ଗାଳି ଶୁଣିଛି ମାନେ ସେ ଖରାପ। ଖରାପ କେମିତି, ଯଦି ଇଏ ତ ଗାଳି ଶୁଣୁଥିଲା ଯୋଉ ବଡ, ସେଟା ସିଏ କଣ ଦେଖିଛନ୍ତି ସେଟା କଣ ସିଏ ନା ଦେଖିଛନ୍ତି? ନା ସିଏ ସିନା ଦେଖି ନାହାନ୍ତି, ସିଏ ହେଲେ ଗୋଟେ ଭାବିଲେ କଣ ଗାଳି ଶୁଣୁଚି ମାନେ ସେ ଖରାପ। ହଁ ହଁ ଆଚ୍ଛା, ଆରେ ଗାଳି ମାନେ ପୁଣି ନନଷ୍ଟପ ଗାଳି ନା। ଗାଳି ତ ବନ୍ଦ ହଉନାଇଁ। ଗୋଟେ ଲୋକ ଗାଳି ଦଉଛି ଯେ ସେ ସେମିତି ନୁହଁ, ଯଦି ଇଏ ସେଇ ଟାଇମ ରେ ଶୁଣିଥାନ୍ତା ତାମାନେ ତ ତାକୁ ହଁ କହିଥାନ୍ତେ ଖରାପ। ହଁ ଦ୍ୟାଟ ମେ ବି ଆଉ ସେଇ ସେଇଆ ନାଇଁ କହୁଛି କାହିଁକି ଏଇଠି ନା ଏଇଠି ସେଥିପାଇଁ ହଉଛି ଆକ୍ଚୁଆଲି ନାଇଁ ଏଇଠି ହଉଛି ନିୟତିର ଖେଳ। ଆକୁ ଯୋଉ ହଁ କହନ୍ତି ସେଇଆ କହୁଛି ପା। ହଁ ତ ସେ ଆର ତ ବାହାଘର ହବାର ଅଛି। କେମିତି କୋଉ ଇଏରେ ଭଗବାନ କରୁଛନ୍ତି ଏମିତି ଆଉ ସେଇ କଥା। କାରଣ ହଁ ଦେଖ ଠିକ ଟାଇମିଂ ଟା ଆମେ ଭାବୁ ଆମ ହିସାବରେ ମାନେ ସବୁ ଚାଲିବ। ପ୍ରକୃତ କଥା ହଉଛି ଯିଏ ଯୋଉ ଭଳି ଭାବରେ ତାର ବ୍ୟକ୍ତିତ୍ଵକୁ ଗଠନ କରିଛି ସେଇ ଅନୁସାରେ ପରିବେଶ ପରିସ୍ଥିତି ତିଆରି ହଉଥାଏ। ତେଣୁ ସିଏ କୋଉ ଦିନ ଆସିଲେ ରାଜା ଆଉ ତାଙ୍କ ପୁଅ ମନ୍ତ୍ରୀ ଆସିଲେ ବୁଝିବା ପାଇଁ, ନା ଯୋଉଦିନ ଚୁନି ଗାଳି ଖାଉଛି। ଏଇ ଯୋଉ ଘଟଣା ଟା ପ୍ଲାନିଂ ହେଇଛି, ଏଇଟା ମଣିଷ ପ୍ଲାନିଂ କରେନି। ଆମେ ଆମେ ବେଳେ ଭାବୁ ଏଇଟା ହଉଛି ଗୋଟେ ହଉ ହଉ ହେଇଯାଇଛି ବା ଆକସ୍ମିକ। ଆଦୌ ଆକସ୍ମିକ ନୁହେଁ, ଆଦୌ ତାତ୍କାଳିକ ନୁହେଁ। ସୂକ୍ଷ୍ମ ସ୍ତରରେ ଆମର ବ୍ୟକ୍ତିତ୍ବ ଅନୁସାରେ ଯାହା ଯାହା ପରିବେଶ ପରିସ୍ଥିତି ତିଆରି ହଉଥାଏ, ତାହା ତିଆରି ହେଇଥାଏ। ସେଇ ଅନୁସାରେ ଏଠି ଘଟେ। ଚମ୍ପା ତାକୁ ସାନ୍ତ୍ୱନା ଦେଇ ତା ମା କୁ କହିଲା, ମା ସେ କି କଥା, ମୋ ସାନ ଭଉଣୀ କଣ ମୋ ଭଉଣୀ ନୁହେଁ? ଆଉ ତା ସାନ ଭଉଣୀ ପାଇଁ ମୁଁ ଭଲ ବର ଖୋଜି ବାହା ଦେବି। ଯୁବରାଜ ବିଜୟ କହିଲେ, ଆଉ ମୁଁ ଏ ଦେଶର ଭାବି ରାଜା, ତେଣୁ ଚୁନିକୁ ସାଧାରଣ ଲୋକ କାହିଁକି ବିବାହ ହେବେ? ତା ପାଇଁ ମୁଁ ରାଜକୁମାର ବରଟିଏ ଖୋଜିଦେବି, ସେ ଦାୟିତ୍ଵ ମୋର। ଏ କଥା ଶୁଣି ଦୁର୍ଗା ଆଉ ଚୁନି ବହୁତ ଖୁସି ହେଲେ। ଏଇଠି ଆଉ ଏଇ ଯୋଉ ଶେଷ ଟା ଦେଖନ୍ତୁ, ଶେଷ ଟା ହଉଛି ଏଇଥିପାଇଁ କୁହାଯାଏ ବେଳେ ବେଳେ କୁହାଯାଏ, ଯଦି ଯୋଉଟା ଏଇଟା ଅଲରେଡି କୁହାଯାଇଛି ଏବଂ ଶାସ୍ତ୍ରରେ ରହିଛି ଏବଂ ଏହା ମଧ୍ୟ ହୁଏ। ଯେ ଯଦି କୌଣସି ଘରେ ଜଣେ ବ୍ୟକ୍ତି ସିଏ ଯଦି ଭଗବତ ପ୍ରାପ୍ତି କରେ, ସନ୍ନ୍ୟାସୀ ଗ୍ରହଣ କରି ଭଗବତ ପ୍ରାପ୍ତି କରୁଥିଲେ ଆଗରୁ, ବା ଭଗବତ ପ୍ରାପ୍ତି କରନ୍ତି, ତେବେ ତାଙ୍କ ବଂଶର କେତେ ଜନ୍ମ କେତେ ପିଢି ପୂର୍ବ ପୁରୁଷ ମାନେ ସମସ୍ତେ ମୁକ୍ତି ପାଇଯାଆନ୍ତି। ଏଇଟା ତାର ଯଦି ଆମେ ଟିକେ ଗୁଢ ଅର୍ଥକୁ ଦେଖିବା, ଯେହେତୁ ସେ ଜଣେ ଭଗବତ ପ୍ରାପ୍ତି କରୁଛନ୍ତି, ତାଙ୍କରି ପ୍ରଭାବରେ ଅନ୍ୟ ସମସ୍ତଙ୍କର କଣ ହୁଏ, ତାଙ୍କ ଉପରେ ଏତେ ପ୍ରଭାବ ପଡେ ଯେ ସେମାନେ ତାଙ୍କର ଯୋଉ କଳୁଷତା ରହିଛି ସେଗୁଡିକ ସବୁ ଧୋଇ ହେଇଯାଏ। କିନ୍ତୁ ଏଠି ଆଉ ଗୋଟେ ପ୍ରଶ୍ନ ବି ସବୁବେଳେ ଥାଏ, ଯେ କଣ ସମସ୍ତେ କଣ ଅଯୋଗ୍ୟ ଯୋଗ୍ୟ ସମସ୍ତେ ହେବେ? ଯଦି ଜଣେ ପୁରା ପଥର ପରି ଟାଣ ହେଇଥାଏ ଏବଂ ସମ୍ପୂର୍ଣ୍ଣ ଭାବେ ବିରୋଧ କରେ, ତେବେ କଣ ହୁଏ, ଭଗବାନ ତାକୁ ଯେତେ ଥର ମୁକ୍ତି ଦେବା ପାଇଁ ଚାହିଁଲେ ମଧ୍ୟ ସେ ତାକୁ ହାତ ଛଡା କରେ। ହାତ ଛଡା କରେ। ସେ ଜବରଦସ୍ତ ଟାଣି ଘୋଷାଡ଼ି ବାହାରି ଆସିବ, ସେ ରହିବନି ତା ଭିତରେ। ଯେମିତି ପୋକ, ତମେ ଯଦି କିଛି ଜିନିଷ ଯୋଉ ରଖିଲ, ସେ କଣ କରିବ, ଭଲ ଜାଗା ଭଲ ବାସ୍ନା ରହିପାରିବନି। ସେ ସେଠୁ ବାହାରି ଯାଇକି ଅଳିଆ ଅସନା ଜାଗାକୁ ଯିବ। ମା
Thank you all, Robert.